ସେଠି ମୋର କେତେ ଜଣ ନାନୀ ପାଠ ପଢ଼ୁଥିଲେ। ଜଣେ ମାଟି ବଂଶ ଅବଧାନ ପାଠ ପଢ଼ାଉଥିଲା। ସେ ଅବଧାନେ ଅବଶ୍ୟ ବେତ ବ୍ୟବହାର କରୁନଥିଲେ। ବୋଧହୁଏ ସମସ୍ତେ ଝିଅ ପିଲା ଥିବାରୁ ସେ ବାଡ଼ଉ ନଥିଲେ। ମୁଁ ତ ସହଜେ ମଣ ହେବା ପାଇଁ ସେଠି ବସିଥିଲି। ତେଣୁ ମୋ ଉପରେ ମଧ୍ୟ ତାଙ୍କର କିଛି ଆକ୍ରୋଶ ନଥିଲା। 2-3 ଦିନ ପରେ ତଳ ଚାଟଣାରେ ଥିବା ଟାଇଲରେ ଗୋଟେ ଇଟା ଘଷି ଦିଆଗଲା। ତା ଉପରେ ଅବଧାନେ 3ଟା ଓ 0 ଲେଖି ଠ ଲେଖିଦେଲେ। ମୋ ହାତରେ ଗୋଟେ କୋଚିଲା ଖଡ଼ି ଧରାଇ ଦେଇ ଅବଧାନେ ମୋ ହାତକୁ ଧରି ଠ ଉପରେ ବୁଲାଇବାକୁ ଲାଗିଲେ। ତାଙ୍କ ହାତ ସାଙ୍ଗେ ମୋ ହାତ ବୁଲୁଥାଏ। ଅବଧାନେ କହୁଥାନ୍ତି, କହ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ମୁଁ ମଧ୍ୟ ଆଗ୍ରହର ସହିତ ମୁଣ୍ଡ ହଲାଇ କହିବାରେ ଲାଗିଥାଏ, ବମା, ବିଶୁ, ମହେ, ଛଲ। ମୋର ଆଗ୍ରହ ଦେଖି ସେଠି ବସିଥିବା ମାମୁଁ, କକେଇ ଆଦି ଗୁହା ଲୋକ କହିବାକୁ ଲାଗିଲେ, ଆରେ ବା, ଏ ଟୋକାଟା ଭଲ ପଢ଼ିବ। 4-5 ଥର ମୋ ହାତକୁ ବୁଲାଇ ଦେଇ ଅବଧାନେ ମୋ ହାତକୁ ଛାଡ଼ିଦେଲେ। ବସିଥିବା ମୁରବୀମାନେ ମୋତେ ଉତ୍ସାହ ଦେବାକୁ ଲାଗିଲେ, ହଁ ହଁ, ଲେଖ ଲେଖ, ମଡ଼ା ମଡ଼ା। ଦେଖି ଦେଖି ସେମାନଙ୍କର ଉତ୍ସାହ ବାଣୀ ଶୁଣି ମୁଁ ହାତ ଚଲେଇଲି। କିନ୍ତୁ ତାହା ବୃତ ନ ହୋଇ ଖାଲି ଗାରମୟ ହୋଇଗଲା। ଜଣେ ମନ୍ତବ୍ୟ ଦେଲେ, ହବ, ଧୀରେ ଧୀରେ ହବ। ଆଜି ସେତିକି ଥାଉ। ମୁଁ ଜାଣିଲି ମୋର ପାଠ ସରିଗଲା। ଉଠି ଠିଆ ହେଲି। ସଙ୍ଗେ ସଙ୍ଗେ ଛୁଟି ମିଳିଗଲା। ହଉ ଯା ବୋଲି ଜଣେ କହିଲେ। ମୁଁ ଫୁରୁକୁଟିଆ ଡିଆଁଟାଏ ମାରିଦେଇ ପଳେଇଲି। ପ୍ରଥମ ସାହାଲା, ମଝି ସାହାଲା ପାର ହୋଇ ଏକାବେଳେ ହାଣ୍ଡିଶାଳେ ଯାଇ ବୋଉ ପାଖରେ ପହଞ୍ଚିଲି। କସ୍ତାର ଗଣ୍ଠିକୁ ଫିଟାଇ ନ ପାରି କାନ୍ଦିଲି। ବୋଉ ସଙ୍ଗେ ସଙ୍ଗେ ଫିଟାଇ ଦେଲା। ତାପରେ ମୁଁ ବୋଉ ସାଙ୍ଗରେ ମିଶିଗଲି। ମୋ ଉପରେ ବୁଢ଼ାବାପା, 2 କକେଇ, 2 ଖୁଡ଼ୋଇ ମୁରବୀ, ସ୍ଥାନୀୟ କେତେ ବନ୍ଧୁଙ୍କର ଗୋଛାଏ ଆଖି ରଖିଥାଏ। ଟିକେ ଦଉଡ଼ିଗଲେ। ହେଁ, ଇଏ କାହିଁକି ଦଉଡ଼ୁଛି? ପଡ଼ିଯିବୁ। କାହା ସହିତ ଖୁରି ଖାଇଲେ? ହଇରେ ଦୁଷ୍ଟ କାହାକା। ଧୂଳିରେ ଅସନା ହେଲେ। ହଇରେ ଧୂଳି କାହିଁକି ହେଉଛୁ? ଏହିପରି ପ୍ରତି ମୁହୂର୍ତ୍ତରେ କଟକଣାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ହାଣ୍ଡିଶାଳ ଭିତରକୁ ପଶି ଯେ ବୋଉ କାନିଟିକୁ ଧରି ପକାଇଲେ ଏସବୁ କଟକଣା ଉଭାଇ ଯାଉଥିଲା। ତେଣୁ ବୋଉର ସାନ୍ନିଧ୍ୟ ମୋର ସବୁଠାରୁ ନିରାପଦ ସ୍ଥାନ ଥିଲା। ଏମିତି କିଛି ଦିନ କଟିବା ପରେ ଦିନେ ଶୁଣିବାକୁ ପାଇଲି, ବୋଉ ଓ ମୁଁ ମାମୁଁ ଘରକୁ ଯିବୁ। ମାମୁଁ ଆସି ନେଇଯିବେ। ଆଗରୁ ମାମୁଁ ଘରେ ଦେଖିଥିଲି କି ନାହିଁ ମୋର ମନେ ନାହିଁ। ଏଣୁ ମାମୁଁ ଘର ପ୍ରତି ମୋର ଆକର୍ଷଣ କି ବିକର୍ଷଣ ନଥିଲା। ଦିନେ ବଡ଼ି ଭୋରୁ ଆମ ଶଗଡ଼ରେ ଗଦି ପଡ଼ିଲା। ମାମୁଁ ଓ ବୋଉ ଶଗଡ଼ରେ ବସିଲୁ। ନାଲା ଓ ସୁନା 2ଟି ବଳଦ ଶଗଡ଼ରେ ଯୋଗ ହେଲେ। ଜଣେ ଚାକର ଆଗରେ ଶଗଡ଼ିଆ କାମ କଲା ଓ ପଛରେ ଜଣେ ଚାକର ଦଣ୍ଡା ଧରିଲା। ଗାଡ଼ି ମାମୁଁ ଘର ଅଭିମୁଖେ ଚାଲିଲା।